ମୁଁ କେବେ ବି ଭାବିନଥିଲି ମୋତେ ୟୁଟ୍ୟୁବରେ ଆସିକି ଭିଡ଼ିଓ ପକାଇବାକୁ ପଡ଼ିବ, ଆଉ ମୋ ପୁଅ ପାଇଁ ଏସବୁ କଥା କହିବାକୁ ପଡ଼ିବ ଯେ ସହଯୋଗ କର ଆଉ ଏ ଭିଡ଼ିଓକୁ ସେୟାର କର, ସରକାରଙ୍କ ପାଖରେ ପହଞ୍ଚାଅ। କାହିଁକିନା ମୋ ପୁଅ ଗୋଟେ DMD ଚାଇଲ୍ଡ, ତାର କିଛି ବି ଏପର୍ଯ୍ୟନ୍ତ ମେଡ଼ିସିନ ବାହାରିନି, ତାର କିଛି ଚିକିତ୍ସା ପଦ୍ଧତି କିଛି ବି ବାହାରିନି। ତ ଗଭର୍ଣ୍ଣମେଣ୍ଟ କ'ଣ ପାଇଁ ଆ ପାଇଁ ବସିଛି, ଏଇ ପିଲାମାନଙ୍କ ପାଇଁ କିଛି ତ କରୁ। ସେଥିଲାଗି ମୁଁ ୟୁଟ୍ୟୁବରେ ଭିଡ଼ିଓ ପକାଉଛି, ଲୋକମାନେ ଜାଣନ୍ତୁ। ଏମିତି ବି ପିଲା ଅଛନ୍ତି ସେମାନଙ୍କ ପାଇଁ ସରକାର ତାଙ୍କ ପାଇଁ କିଛି ସୁବିଧା କରିବା ଦରକାର। ସେଥିଲାଗି ୟୁଟ୍ୟୁବରେ ଭିଡ଼ିଓ ପକାଉଛି। ଆରି ଭିତରେ ଭିଡ଼ିଓ ପକାଇବାର ଗୋଟେ ରିଜନ୍ ହେଉଛି ମୋ ପୁଅର ମୁଁ ଆଉ ନ ବସିକି ତାକୁ ଆୟୁର୍ବେଦ ଟ୍ରିଟମେଣ୍ଟ ଦେଉଥିଲି। ଆୟୁର୍ବେଦ ଟ୍ରିଟମେଣ୍ଟରେ ଆମର 15,000 ଭଳିଆ ପ୍ରତି ମାସରେ ମୁଁ ଧାର ଖର୍ଚ୍ଚ କରିକି ପୁଅକୁ ନେଇକି ଭଲ କରୁଛି, ମାନେ ଭଲ କରିବା ପାଇଁ ଚେଷ୍ଟା ଚଲେଇଛି ମେଡ଼ିକାଲରେ, କିନ୍ତୁ ତା ଦେହରେ ବି ବିଫଳ ହେଉଛି। ଆର ମାସରେ ସାଙ୍ଗମାନେ ସହଯୋଗ କରିଥିଲେ, ସେଇ ପଇସାରେ ପିଲାକୁ ନେଇକି ଯାଇଥିଲେ, କିନ୍ତୁ ଏ ମାସରେ କ'ଣ ହେବ, ଏତେ ଲେଟ୍ ବି ହେଇଗଲାଣି, ମୁଁ ଯାଇ ବି ପାରୁନି। ମୁଁ ସେଥିଲାଗି ୟୁଟ୍ୟୁବରେ ଭିଡ଼ିଓ ପକାଇଛି। ଯଦି ଲୋକମାନଙ୍କ ପାଖରେ ଭିଡ଼ିଓ ପହଞ୍ଚିଲା, ଲୋକମାନଙ୍କ ଦ୍ୱାରା ସରକାରଙ୍କ ପାଖରେ ପହଞ୍ଚିବ ଏଇ ଭିଡ଼ିଓକୁ, ତ ବହୁତ ମାତ୍ରାରେ ସେଥିଲାଗି ସେୟାର କରିବାକୁ ଆପଣଙ୍କୁ ଅନୁରୋଧ କରୁଛି। ତ ବହୁତ ମାତ୍ରାରେ ଭିଡ଼ିଓକୁ ସେୟାର କରନ୍ତୁ। ଆଉ ଏ ମାଆର ଦୁଃଖ ଫେରିବ ଭିଡ଼ିଓ କେମିତି ସରକାରଙ୍କ ପାଖରେ ପହଞ୍ଚିବ। ଆମେ ମୋ ପରିବାର ବହୁତ ଦୁଃଖ, ବହୁତ କଷ୍ଟରେ ଆମେ ଅଛୁ। ପିଲାଟା କେମିତି ଭଲ ହେଇଯିବ ସେଇ ଚିନ୍ତା କରି କେମିତି ବା ମୁଁ ସରକାରଙ୍କ ପାଖରେ ପହଞ୍ଚି ପାରିବିନି। ଆପଣ ଗୋଟେ ମାଧ୍ୟମ, ଯେ ଆପଣଙ୍କ ଦ୍ୱାରା ଯଦି ସରକାର ମୋ ଦୁଃଖ ଶୁଣିଲେ, ତାହେଲେ ମୁଁ ଆପଣଙ୍କ ନିକଟରେ ଚିର ଋଣୀ ହେଇ ରହିବି। ଏତିକି ଅନୁରୋଧ କରୁଛି, ଭିଡ଼ିଓକୁ ସେୟାର କରନ୍ତୁ। ଆଉ DMD ଜର୍ଣ୍ଣି ଗୋଟେ ଚ୍ୟାନେଲ୍ ମୁଁ ଖୋଲିଛି, ମାନେ ଚ୍ୟାନେଲ୍ ମୋର DMD ଜର୍ଣ୍ଣି, ସେଟାକୁ ସେ ଚ୍ୟାନେଲ୍କୁ ସବସ୍କ୍ରାଇବ୍ କରନ୍ତୁ। ଆଉ ରହିଲି, ଜୟ ଜଗନ୍ନାଥ ସମସ୍ତଙ୍କୁ।